ତାକୁ ମୁଁ 7 ମାସ ବେଳକୁ ସେ ତ ଜାଣିଲାଣି ଟିକେ ଟିକେ, ତାକୁ ମୁଁ ବଡି ପାର୍ଟ କହେ, ସେ ହାତ ମାରି ଖାଲି କହେ ଟଙ୍ଗ କାଇଁ ଆଇ କାଇଁ, ସେ ହାତ ମାରି ତାର କହେ। ଧୀରେ 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 ତାକୁ ମୁଁ କଣ କଲି ନା, ଦେଖିଲେ ସେ ମନେ ରଖୁ, ତାକୁ ବାର ବାର ଆଗ୍ରହ ହେଲା ମୋର ତାକୁ ପଢେଇବା ପାଇଁ। ତାକୁ ପଚାରିଲି 11 ମାସ ବେଳକୁ ତାକୁ ମୁଁ ବହି ଦେଖାଏ, ABC ବହି ଯୋଉ ଦେଖାଏ ତାକୁ, ସେଇଟାକୁ ସେ ତାକୁ ହାତ ମାରିକି ତାର କହେ। ମୁଁ କହିଲେ ସେ ତାର ହାତ ମାରେ, କ୍ୟାଟ୍ କାଇଁ, ବଲ୍ କାଇଁ, ବ୍ୟାଟ୍ କାଇଁ, ଏମିତି ହାତ ମାରି ତାର କହେ। ଧୀରେ ଧୀରେ ଏମିତି ତାର ଆଗ୍ରହ ଦେଖିଲି ବଢିବାରୁ ମୁଁ ତାକୁ ପଢେଇଲି। ସେଥିପାଇଁ ଦେଖିଲି ପିଲାଟା ମନେ ରଖୁଛି, ଯାହା ମନେ ରଖୁଛି ମୁଁ ତାକୁ ପଢାଏ, ବେଶୀ କିଛି ଫୋର୍ସ करे ନା, ଯୋଉଟା ମନେ ରଖେ ସେଇ କଥା ହିଁ ବାର ବାର କୁହେ। ଛୋଟଟି ବେଳୁ ସେ ବହୁତ ସ୍ମାର୍ଟ ଥିଲା, ଆଉ ସବୁ କିଛି କୌଣସି କଥାକୁ ଦେଖିବାକୁ ଗଲେ ସେ ବହୁତ ମନେ ରଖିନିଏ, ଛୋଟ ଛୋଟ କଥାକୁ ନେଇ ସ୍ମରଣ ଶକ୍ତି ଟିକେ ଅଛି ଝିଅର। ଆଉ ସେ ପାଠ ପଢ଼ାରେ ବହୁତ ଆଗ୍ରହ ନିଏ। ତା ପଛରେ ଯେଉଁମାନେ ତାକୁ ମା ବାପା ରହିଲେ ଘରେ ଶିକ୍ଷା ଦେଇଛନ୍ତି ଭଲ ଭାବରେ, ମୁଁ ରହେ ବାହାରେ, ତ ସେମାନେ ସେ ସବୁ ଯେଉଁଟା ପାଠ ପଢ଼େଇବେ ତାକୁ ଶିଖେଇବେ, ସେ ଯଥାଶୀଘ୍ର ସେ ସେଟାକୁ ଧରିନିଏ। ସେଥିପାଇଁ ତାର ଏ ପ୍ରତିଭାଟା ଅଧିକ ମାନେ ଆଗକୁ ଆସିଛି। ଜନ୍ମରୁ ଦେଖିନୁ ନାତୁଣଟିଏ ହେଇଛି, ଆମେ ଭାରି ଖୁସି ହେନୁ। ତାପରେ ସେ ତାର 7 ମାସ କତରୁ ସେ ପିଲା ତାର ଚାଲାକ ହେଇଗଲା ଯଦି ଯୋଉଠି ଯୋଉ ଜିନିଷ ଯୋଉ କଥା ଆମେ କହୁ, ସେ ହଠାତ୍ ସେଟାକୁ ଧରି ନେଇ ଆମେ ସବୁ ଭାରି ଖୁସି ହେଇଯାଉ। ତାପରେ ପାଠ ସେରକମ ବହିପତ୍ର ଦେଖିଲା, ପାଠ ପଢ଼ିଲା, ତା ମା ଯାହା ଶିଖେଇ ଦେଲା ତାର ସବୁ ତାକୁ ସବୁ ଶିଖିଗଲା।